ସେଠି ତାକୁ ଘୋଷାଡ଼ି କରି ଆଣିବେ ଆଉ ତାର ବିଚାର। ଆଜି ଲୋକମାନେ ବିଭିନ୍ନ ଜାଗାରେ ଯାଇ ପାପ କାମ କରୁଛନ୍ତି, ବିଦେଶରେ ଯାଇ ପାପ କାମ କରୁଛନ୍ତି, ମନ୍ତ୍ରୀ ମାନେ ବାହାରେ ଯାଇ ପାପ କରୁଛନ୍ତି, ଧନୀ ମାନେ ବାହାରେ ଯାଇ ପାପ କାମ କରୁଛନ୍ତି, କୁ ବିଚ୍ କୁ ଯାଉଛନ୍ତି, କୁ ବୁଲବାକୁ ଯାଉଛନ୍ତି, କୁ ପିକନିକ କୁ ଯାଉଛନ୍ତି, କୁଆଡେ କୁଆଡେ ଯାଇ ପାପ କାମ କରି ମାନେ ଆରାମରେ ରହୁଛନ୍ତି। ଖସରି ଗଲା ପରା ମାନେ କେ ଜାଣି ନାହାନ୍ତି ବୋଲିଲା ଭଳିଆ ଅନେକ ସେୟା ଭାବୁଛନ୍ତି। କଣ ଲେଖାଯାଏ ଯେ ବାଇବଲର ପରମେଶ୍ୱର କୁହନ୍ତି କଣ ବୋଲି କହୁଛନ୍ତି? ସଦାପ୍ରଭୁ କହନ୍ତି ତୁମେ ଯଦ୍ୟପି ଉତ୍କର୍ଷ ପକ୍ଷୀ ପରି ଊର୍ଦ୍ଧ୍ୱକୁ ଉଠ, ତୁମର ବସା ଯଦ୍ୟପି ତାରାଗଣ ମଧ୍ୟରେ ସ୍ଥାପିତ ହୁଏ, ତଥାପି 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 ଆମେ ସେଠାରୁ ତୁମକୁ ଓହ୍ଲାଇ ଆଣିବା। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆଜି ଲୋକମାନେ ଯୀଶୁଙ୍କୁ ମାନୁନାହାନ୍ତି, କିଛି ପ୍ରୋବ୍ଲେମ ନାହିଁ। ଆମେ ମାନିଲେ ଆକା ସେ ପ୍ରଭୁ ନାହିଁ, ଆମେ ନ ମାନିଲେ ମିଶା ସେ ପ୍ରଭୁ। ଆମେ ନ ମାନିଲେ ସେ ସୃଷ୍ଟିକର୍ତ୍ତା ନାହିଁ, ସେ ସୃଷ୍ଟିକର୍ତ୍ତା ଅଟନ୍ତି। ମାନିଲେ କି ନ ମାନିଲେ ସେ ସୃଷ୍ଟିକର୍ତ୍ତା। ପ୍ରିୟ ମାନେ, ମୁଁ ଯୀଶୁକୁ ମାନୁଥିବାରୁ ସେ ତ୍ରାଣକର୍ତ୍ତା ନୁହନ୍ତି, ସେ ତ୍ରାଣକର୍ତ୍ତା ହେଇଥିବାରୁ ମୁଁ ତାକୁ ମାନୁଛି।